ଏହିଭଳି ତୁମ ଗାଁରେ, ଜିଲ୍ଲାରେ ଓ ରାଜ୍ୟରେ କି କି ସମ୍ପଦ ଅଛି ଓ ସେହି ସମ୍ପଦ ଗୁଡ଼ିକୁ କିପରି ବ୍ୟବହାର କଲେ ଆମ ରାଜ୍ୟର ଉନ୍ନତି ହୋଇପାରିବ, ଆସ ତଳେ ଦିଆଯାଇଥିବା ସାରଣୀରେ ଲେଖିବା। ସମ୍ପଦର ନାମ, କିପରି ବ୍ୟବହାର କରିବା। ପଶୁ, ବଳଦ ଓ ମଇଁଷି ସାହାଯ୍ୟରେ କୃଷିକ୍ଷେତ୍ରରୁ ହଳ କରିବା ଓ ଶଗଡ଼ ଟାଣିବା। ଗଧ ଓ ଅଟ ସାହାଯ୍ୟରେ ଜିନିଷପତ୍ର ବୋହିବା। ଘୋଡ଼ା ସାହାଯ୍ୟରେ ଦୂର ସ୍ଥାନକୁ ଯିବା। କୁକୁରକୁ ଘର ଜଗାଇବାରେ ଲଗାଇବା। ପଶୁମାନଙ୍କ ଶିଙ୍ଗ, ଦାନ୍ତ, ଚମଡ଼ା ବିକ୍ରି କରି କିମ୍ବା ବିଭିନ୍ନ ଜିନିଷ ତିଆରି କରିବାରେ ବ୍ୟବହାର କରି ଅର୍ଥ ଉପାର୍ଜନ କରିବା। ଛେଳି, ମେଣ୍ଢା ଆଦି ପାଳନ କରି ବିକ୍ରି କରିବା। କୁକୁଡ଼ା ପାଳନ କରି ଅଣ୍ଡା ଉତ୍ପାଦନ କରି ବିକିବା। ଗୋପାଳନ କରି ଦୁଗ୍ଧ ଉତ୍ପାଦନ କରି ଆର୍ଥିକ ସମ୍ବଳକୁ ଉନ୍ନତ କରିବା। ଜଙ୍ଗଲ, ଜଙ୍ଗଲଜାତ ଦ୍ରବ୍ୟ ବିନିଯୋଗ କରି ଅର୍ଥ ଉପାର୍ଜନ କରିବା। ଜଙ୍ଗଲ ସୁରକ୍ଷା କରି ରାଜ୍ୟର ଜଳବାୟୁକୁ ସନ୍ତୁଳିତ ରଖିବା ସହ ଅନାବୃଷ୍ଟି, ମରୁଡ଼ି, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବା। ଜଳ, ଏହି ଅମୂଲ୍ୟ ସମ୍ପଦର ଉପଯୁକ୍ତ ବିନିଯୋଗ ଦ୍ୱାରା କୃଷିରେ ଉନ୍ନତି କରି ଦେଶକୁ ସ୍ୱାବଲମ୍ବୀ କରିବା। ଦେଶରୁ ପାନୀୟ ଜଳର ଅଭାବ ଦୂର କରିବା। ଜଳସେଚନ ଦ୍ୱାରା ଅଧିକ ଜମିକୁ କୃଷି ଉପଯୋଗୀ କରିବା। କଳକାରଖାନା ଚଳାଇବା ପାଇଁ ଜଳ ବ୍ୟବହାର କରିବା। ଲୁହା, ଲୁହା ପଥରରୁ ଲୁହା ନିଷ୍କାସନ କରି ସେହି ଲୁହାରେ ରେଳ ଲାଇନ, ଟ୍ରେନ, ଲୁହା ନିର୍ମିତ ଆସବାବପତ୍ର, ବିଭିନ୍ନ ମେସିନ, ଗୃହ ନିର୍ମାଣ ଉପକରଣ ପ୍ରସ୍ତୁତ କରି ଦେଶର ଅର୍ଥନୀତିକୁ ଦୃଢ଼ କରିବା। ଲୌହ ଇସ୍ପାତ ଶିଳ୍ପ ସ୍ଥାପନ କରି ରପ୍ତାନି ବଢ଼ାଇବା। କୋଇଲା, ତାପଜ ବିଦ୍ୟୁତ୍ କାରଖାନାରେ କୋଇଲା ବ୍ୟବହାର କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରି ରାଜ୍ୟକୁ ସମୃଦ୍ଧ କରିବା। କଳକାରଖାନାରେ ବ୍ୟବହାର କରିବା। ରୋଷେଇ, ରେଳଗାଡ଼ି ଚଳାଚଳ ଆଦି କାମରେ ଲଗାଇବା। ତଳେ ଗୋଲେଇରେ ଦିଆଯାଇଥିବା ଜିନିଷ ଗୁଡ଼ିକରୁ ଆମେ ଯେଉଁ ଗୁଡ଼ିକୁ ଜଙ୍ଗଲରୁ ପାଉଛେ ସେଗୁଡ଼ିକୁ ବାଛି ତଳେ ଖାଲି କୋଠରୀରେ ଲେଖ। କାଠ, ବାଉଁଶ, ସବାଇଘାସ, ଲାଖ, ମହୁ, ମହୁଲ, ଝୁଣା, ପାଳୁଅ, କେନ୍ଦୁପତ୍ର, ହାଡ଼, ଫୁଲ, ଫଳ, ପର, ମୁଞ୍ଜି। ତୁମ ଅଞ୍ଚଳରେ ଦେଖାଯାଉଥିବା ଉପକାରୀ ପଶୁମାନଙ୍କ ତାଲିକା କର। ପଶୁମାନଙ୍କ ନାମ, ଗାଈ, ବଳଦ, ଛେଳି, ମେଣ୍ଢା, ଘୁଷୁରୀ, ମଇଁଷି। ପକ୍ଷୀଙ୍କ ନାମ, ଶୁଆ, ଶାରୀ, କାଉ, ମୟୂର, ବାଜପକ୍ଷୀ, ଶାଗୁଣା। ତଳ ଚିତ୍ରକୁ ଦେଖି କେଉଁ ପ୍ରାଣୀ କେଉଁ ସଂରକ୍ଷଣ କେନ୍ଦ୍ରରେ ଅଛନ୍ତି ଖାଲି ଘରେ ଲେଖ। ବାଘ, ଶିମିଳିପାଳ ଅଭୟାରଣ୍ୟ। ହାତୀ, ଚନ୍ଦକା ଅଭୟାରଣ୍ୟ। କୁମ୍ଭୀର, ଟିକରପଡ଼ା ସଂରକ୍ଷଣ କେନ୍ଦ୍ର। ବଉଳା କୁମ୍ଭୀର, ଭିତରକନିକା ଗବେଷଣା ଓ ସଂରକ୍ଷଣ କେନ୍ଦ୍ର। ଡଲଫିନ, ସାତପଡ଼ା ସଂରକ୍ଷଣ କେନ୍ଦ୍ର। ଅଲିଭ ରିଡଲେ କଇଁଛ, ଗହୀରମଥା ଅଭୟାରଣ୍ୟ। ନିମ୍ନରେ କେତୋଟି ଜିନିଷର ନାମ ଦିଆଯାଇଛି। ସେହି ଜିନିଷଟି କେଉଁ ପଦାର୍ଥରୁ ତିଆରି ହୋଇଛି ଆସ ଲେଖିବା। ଜିନିଷର ନାମ, ଟାଙ୍ଗିଆ, କେଉଁ ପଦାର୍ଥରୁ ତିଆରି? ଲୁହା। ଡେକ୍ଚି, ଆଲୁମିନିୟମ। ବିଜୁଳି ତାର, ଆଲୁମିନିୟମ, ତମ୍ବା। ପେନସିଲ ମୁନ, ଗ୍ରାଫାଇଟ। ଏକ ନମ୍ବର, ତୁମେ କେତେ ପ୍ରକାରର ମାଟି ଦେଖ। ଏହା କେଉଁ କେଉଁ ଅଞ୍ଚଳରେ ଦେଖାଯାଏ? ତୁମ ଅଞ୍ଚଳର ମାଟି କି ପ୍ରକାର ଅଟେ?
ଆମ ଅଞ୍ଚଳର ବିଭିନ୍ନ ପ୍ରକାରର ମାଟି ଦେଖିବାକୁ ମିଳେ। ଭିନ୍ନ ଭିନ୍ନ ପ୍ରକାର ମାଟିରେ ଭିନ୍ନ ଭିନ୍ନ ପ୍ରକାରର ଫସଲ ହୁଏ। ସମୁଦ୍ର କୂଳିଆ ମାଟିରେ ବାଲିର ପରିମାଣ ଅଧିକ ଥାଏ। ଏଥିରେ ଫସଲ ଭଲ ହୁଏ ନାହିଁ। ଏହାକୁ ବାଲିଆ ମାଟି କୁହାଯାଏ। ସମତଳ ଅଞ୍ଚଳର ମାଟିରେ ବାଲି ଓ ପଟୁ ମିଶିକରି ଥାଏ। ଏହି ମାଟି ବହୁତ ଉର୍ବର। ଏଥିରେ ବିଭିନ୍ନ ପ୍ରକାର ଫସଲ ଭଲ ହୋଇଥାଏ। କଳା ମାଟି ଉର୍ବର ଓ ଚାଷ ଉପଯୋଗୀ। ବାଦାମୀ ଓ ଲାଲ ମାଟିରେ ଚାଷ ଭଲ ହୁଏ ନାହିଁ। 2 ନମ୍ବର, ଜଳ ଓ ଖଣିଜ ସମ୍ପଦକୁ ଜଗି ରଖି ବ୍ୟବହାର ନ କଲେ କ'ଣ ହେବ? ଜଳ ହେଉଛି ଆମର ଅମୂଲ୍ୟ ସମ୍ପଦ। ଜଳ ବିନା ଜୀବଜଗତ ବଞ୍ଚିପାରିବ ନାହିଁ। ଜଳକୁ ଆମେ ଅନେକ କାର୍ଯ୍ୟରେ ଲଗାଇଥାଉ। ଜଳରୁ ଉତ୍ପାଦିତ ବିଦ୍ୟୁତ୍ ଶକ୍ତିର ଚାହିଦା ଏବେ ବହୁତ ବଢ଼ିଯାଇଛି। ତେଣୁ ଜଳକୁ ଜଗି ରଖି ବ୍ୟବହାର ନ କଲେ ଭବିଷ୍ୟତରେ ଜଳର ଅଭାବ ଦେଖାଯିବ। ସେହିପରି ଖଣିଜ ପଦାର୍ଥ ଏକ ସୀମିତ ସମ୍ପଦ। ଏଣୁ ଏହାକୁ ଜଗି ରଖି ଆବଶ୍ୟକ ଅନୁଯାୟୀ ଖଣିରୁ କାଢ଼ିବା ଉଚିତ। ବ୍ୟବହାରରେ ସତର୍କତା ଅବଲମ୍ବନ କରିବା ଓ ଅଯଥା ନଷ୍ଟ ହେବାକୁ ନ ଦେବା ଉଚିତ। ନହେଲେ ଦିନ ଆସିବ ଯେତେବେଳେ ଆମ ରାଜ୍ୟର ଖଣିଜ ସମ୍ପଦ ଶୂନ୍ୟ ହୋଇଯିବ। 3 ନମ୍ବର, ଆମ ରାଜ୍ୟର ପାର୍ବତ୍ୟ ଓ ମାଳ ଅଞ୍ଚଳରେ କେଉଁ କେଉଁ ଗଛ ଥାଏ ଓ ତାକୁ ଆମେ କିପରି ବ୍ୟବହାର କରିଥାଉ? ତଳ କୋଠରୀରେ ଲେଖ। ପାର୍ବତ୍ୟ ଓ ମାଳ ଅଞ୍ଚଳରେ ଶାଳ ଗଛ କିପରି ବ୍ୟବହାର କରିଥାଉ? ଶାଳ ଗଛକୁ ଘର ତିଆରି କରିବା ପାଇଁ ବ୍ୟବହାର କରିଥାଉ। ଶାଳ ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରୁ। ପିଆଶାଳ ଗଛ। ପିଆଶାଳ କାଠରେ ଘରର କବାଟ, ଝରକା, ଆଲମାରୀ, ଖଟ, ପଲଙ୍କ ଆଦି ତିଆରି ହୁଏ। ଶାଗୁଆନ ଗଛ। ଶାଗୁଆନ କାଠରେ ସୌଖିନ ଆସବାବପତ୍ର ଯଥା ଆଲମାରୀ, ସୋଫା ଇତ୍ୟାଦି ତିଆରି ହୁଏ। ଗମ୍ଭାରୀ ଗଛ। ଏହି କାଠରେ ସୌଖିନ ଆସବାବପତ୍ର ତିଆରି ହୁଏ। ବାଉଁଶ ଗଛ। ଏଥିରେ ଘର ତିଆରି, ଟୋକେଇ, କୁଲା, ପାଛିଆ ଆଦି ତିଆରି ହୁଏ। ବାଉଁଶରୁ ଭଲ କାଗଜ ତିଆରି ହୁଏ। ବେତ। ବେତରୁ ଚେୟାର, ସୋଫା, ଦୋଳି ଓ ସୌଖିନ ଆସବାବପତ୍ର ତିଆରି ହୁଏ। 4 ନମ୍ବର, ଜଙ୍ଗଲଜାତ ଦ୍ରବ୍ୟରୁ କ'ଣ ତିଆରି ହୁଏ? ତଳ କୋଠରୀରେ ଲେଖ। ଜଙ୍ଗଲଜାତ ଦ୍ରବ୍ୟ କାଠ। କ'ଣ ତିଆରି ହୁଏ? ଘର ଓ ଘର ତିଆରି ଉପକରଣ, ଆସବାବପତ୍ର ତିଆରି ହୁଏ। ବାଉଁଶ। ଘର ତିଆରି, କୁଲା, ପାଛିଆ, ଟୋକେଇ ଓ ଅନ୍ୟାନ୍ୟ ସାଜସଜ୍ଜା ଉପକରଣ ତିଆରି ଏବଂ କାଗଜ ପ୍ରସ୍ତୁତ ହୁଏ। ସବାଇ ଘାସ। ଦଉଡ଼ି, କାଗଜ, ଆସବାବପତ୍ର ତିଆରି ହୁଏ। କେନ୍ଦୁପତ୍ର। ବିଡ଼ି ତିଆରି ହୁଏ। ଶୁଖିଲା ପତ୍ର ଜାଳେଣୀ ହୁଏ। ପାଳୁଅ। ଖିରି ତିଆରି ହୁଏ। ଲାଖ। ସିଲ୍ କରିବା, ମୂର୍ତ୍ତି ତିଆରି କରିବା, ଅଳଙ୍କାର ତିଆରି କରିବାରେ ବ୍ୟବହୃତ ହୁଏ। ମହୁଲ ଫୁଲ। ମଦ ତିଆରି ହୁଏ। ଔଷଧ ରୂପେ ବ୍ୟବହାର ହୁଏ। 5 ନମ୍ବର, ତୁମ ରାଜ୍ୟର ପଶୁ ସମ୍ପଦର ଗୋଟିଏ ତାଲିକା କର। ଜଙ୍ଗଲରେ ରହୁଥିବା ପଶୁ। ବାଘ, ଭାଲୁ, ହାତୀ, ହରିଣ, ସମ୍ବର, ବାର୍ହା, ଗୟଳ, ସିଂହ, ହେଟାବାଘ, ଚିତାବାଘ। ଜଳରେ ରହୁଥିବା। କୁମ୍ଭୀର, ଜଳହସ୍ତୀ, ତିମି, ମାଛ, କଙ୍କଡ଼ା, କଇଁଛ। ଘରେ ରହୁଥିବା। ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷି, ଗଧ, କୁକୁର ଇତ୍ୟାଦି। 6 ନମ୍ବର, କେଉଁ ଜିଲ୍ଲାରେ ଦେଖିବାକୁ ପାଇବା? ଶିମିଳିପାଳ ଜୈବମଣ୍ଡଳ, ମୟୂରଭଞ୍ଜ। ଚନ୍ଦକା ଅଭୟାରଣ୍ୟ, ଖୋର୍ଦ୍ଧା। ଭିତରକନିକା ସଂରକ୍ଷଣ କେନ୍ଦ୍ର, କେନ୍ଦ୍ରାପଡ଼ା। ଟିକରପଡ଼ା ସଂରକ୍ଷଣ କେନ୍ଦ୍ର, ଅନୁଗୁଳ। ଗହୀରମଥା ଅଭୟାରଣ୍ୟ, କେନ୍ଦ୍ରାପଡ଼ା।
ସାତପଡ଼ା ସଂରକ୍ଷଣ କେନ୍ଦ୍ର ପୁରୀ। 7 ନମ୍ବର, ଜଙ୍ଗଲ ଦ୍ୱାରା ଆମ ରାଜ୍ୟର କ'ଣ ଉନ୍ନତି ହେଉଛି ଲେଖ। ଜଙ୍ଗଲ ଦ୍ୱାରା ଆମ ରାଜ୍ୟର ବହୁ ଉନ୍ନତି ହେଉଛି, ଯଥା ଜଙ୍ଗଲରୁ ଆମେ ଫଳ, ମୂଳ, କାଠ, ବାଉଁଶ, ସବାଇ ଘାସ, ମହୁ, ଝୁଣା, ଲାଖ, ଶିଙ୍ଗ ଆଦି ବିଭିନ୍ନ ଦରକାରୀ ଜିନିଷ ପାଇପାରୁଛୁ। ଜଙ୍ଗଲ ଯୋଗୁଁ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ ବୃଦ୍ଧି ପାଏ ଓ ଉପଯୁକ୍ତ ପରିମାଣରେ ବର୍ଷା ହୁଏ ଏବଂ ପରିବେଶ ପ୍ରଦୂଷଣ ଓ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ହୁଏ। ଜଙ୍ଗଲଜାତ ଦ୍ରବ୍ୟରୁ ଅନେକ ଅତ୍ୟାବଶ୍ୟକ ପଦାର୍ଥମାନ ତିଆରି କରାଯାଇ ବିକ୍ରି କରାଯାଏ। କେନ୍ଦୁପତ୍ରରୁ ବିଡ଼ି, ସବାଇ ଘାସରୁ ଦଉଡ଼ି ଓ କାଗଜ, ଟୋଲ, ପଲାଙ୍ଗ ଓ ଶାଳ ମଞ୍ଜିରୁ ତେଲ ବାହାର କରାଯାଇ ବିକ୍ରି କରାଯାଏ। ଫଳରେ ଆମର ତଥା ରାଜ୍ୟର ଉନ୍ନତି ହୁଏ। ଜଙ୍ଗଲଜାତ ଦ୍ରବ୍ୟରୁ କଞ୍ଚାମାଲ ରୂପେ ବ୍ୟବହାର କରି ଅନେକ ଶିଳ୍ପ ପ୍ରତିଷ୍ଠା କରାଯାଏ। 8 ନମ୍ବର, ଆମେ ଆମ ରାଜ୍ୟର ପଶୁ ସମ୍ପଦର ସୁରକ୍ଷା କରିବା କାହିଁକି? ଆମେ ପଶୁମାନଙ୍କଠାରୁ ବହୁତ ଉପକାର ପାଉ। ଗାଈ ମଇଁଷିଙ୍କଠାରୁ ଆମେ କ୍ଷୀର ପାଉ। ଛେଳି ମେଣ୍ଢାଙ୍କଠାରୁ ଆମେ କ୍ଷୀର ଓ ମାଂସ ପାଉ। କୁକୁର ଆମର ଘର ଜଗେ। ବଳଦ ଆମର ଜମି ହଳ କରେ। କେତେକ ପଶୁ ଆମର ମନୋରଞ୍ଜନ କରନ୍ତି। ପଶୁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଆମର ଅନେକ ଉପକାର କରନ୍ତି। ତେଣୁ ଆମେ ଆମ ରାଜ୍ୟର ପଶୁ ସମ୍ପଦର ସୁରକ୍ଷା କରିବା ଆବଶ୍ୟକ। 9 ନମ୍ବର, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। କ. କେଉଁ ଜିଲ୍ଲାରେ ଲୁହାପଥର ମିଳେ? କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଯାଜପୁର। ଖ. ଆମ ରାଜ୍ୟରେ କେଉଁ କେଉଁ ଖଣିଜ ପଦାର୍ଥ ମିଳେ? ଲୁହାପଥର, ବକ୍ସାଇଟ୍, ଚୂନପଥର, ଗ୍ରାଫାଇଟ୍, ମାଙ୍ଗାନିଜ୍, ଅଭ୍ର, କୋଇଲା, କ୍ରୋମାଇଟ୍। 10 ନମ୍ବର, ବନ୍ଦନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ। କ. କେଉଁଟି ଆମ ରାଜ୍ୟରେ ମିଳେ ନାହିଁ? ତମ୍ବା। ଖ. କେଉଁଟି ଖଣିଜ ସମ୍ପଦ ନୁହେଁ? ବିଦ୍ୟୁତ୍ ଶକ୍ତି।